St. Peter's Church, Bhawanipatna. Welcome to our channel. Don't forget to subscribe. पिता ओ पुत्र एवं पवित्र आत्मा के नाम रे आमेन। प्रभुଙ୍କର शांति आपण मात्र ठारे सर्वदा रहू। साधु पितरଙ୍କ ଯୋଗରେ ମୋର ପ୍ରିୟର ଭାଇ ଓ ଭଉଣୀମାନେ, ଆଜି ସାଧାରଣ କାଳର ତ୍ରୟୋଦଶ ରବିବାର ଏବଂ ଏହି ରବିବାରର ଅବସରରେ ଆପଣମାନଙ୍କର ଇଷ୍ଟ ସାଧୁ ପିତରଙ୍କର ପର୍ବ ଆଜି ଆପଣମାନେ ପାଳନ କରୁଅଛନ୍ତି। ସାଧୁ ପିତର ଗୋଟିଏ ବାକ୍ୟରେ ତାଙ୍କର ବିଶ୍ୱାସର ଏବଂ ପରିତ୍ରାଣର କଥା ଯୀଶୁଙ୍କୁ କହିଥିଲେ। ଯେତେବେଳେ ଯୀଶୁ ପିତରଙ୍କୁ ପଚାରିଲେ, ମୁଁ କିଏ ବୋଲି ତୁମେ କ'ଣ କହୁଛ? ଆଉ ସାଧୁ ପିତର ସେ ସମସ୍ତଙ୍କ ଆଗରେ ସ୍ୱୀକାର କରି କହିଲେ, ଆପଣ ଜୀବନ୍ତ ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ସେହି ସମାନ ପ୍ରଶ୍ନ ଆଜିର ଏହି ପର୍ବ ଦିନରେ ଯୀଶୁ ଆମ ସମସ୍ତଙ୍କୁ ପଚାରୁଅଛନ୍ତି, ମୁଁ କିଏ ବୋଲି ତୁମେ କ'ଣ କହୁଛ? ଆଉ ଏହାର ଉତ୍ତର ଯେପରିକି ପିତର ନିଜର ଜ୍ଞାନରୁ ନୁହଁ, ବରଂ ପବିତ୍ର ଆତ୍ମାଙ୍କର ଦାନ ଦ୍ୱାରା ସେ କହିପାରିଥିଲେ, ସ୍ୱୀକାର କଲେ, ଆପଣ ଜୀବନ୍ତ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। ଆମେମାନେ ମଧ୍ୟ ପବିତ୍ର ଆତ୍ମାଙ୍କର ସହାୟତାରେ ଆମର ବିଶ୍ୱାସର ଅନୁଭୂତିରୁ ଆମେ ସେହି ଉତ୍ତର ଦେବା ପାଇଁ ଚେଷ୍ଟା କରିବା। ଏହି ଅବସରରେ ମୁଁ ଜାଣେ ଆପଣମାନଙ୍କର ଏହି ପର୍ବ ପାଳନ କରିବା ପାଇଁ ବହୁତ ପ୍ରସ୍ତୁତି କେତେଜଣ ମାନସିକ ହେଇଛନ୍ତି ଏବଂ ଏହି ଦିନକୁ ଆପଣମାନେ ଅପେକ୍ଷା କରିଥାନ୍ତି। ତେଣୁ ଏହି ଆଜିର ଏହି ପ୍ରତ୍ୟେକ ଦିବ୍ୟଯଜ୍ଞ ଏବଂ ପ୍ରାର୍ଥନା ଆପଣମାନଙ୍କର ପ୍ରତ୍ୟେକ ପରିବାର ପାଇଁ ମୁଁ ଉତ୍ସର୍ଗ କରୁଅଛି। ଯେ ପ୍ରଭୁ ଆପଣମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ, ପରିବାରରେ ଶାନ୍ତି ଦିଅନ୍ତୁ, ପୁଅ ଝିଅମାନେ ଯେପରିକି ଭଲରେ ପାଠ ପଢ଼ି ଭଲ ଜ୍ଞାନ ଅର୍ଜନ କରିବେ ଏବଂ ଉତ୍ତମ ନାଗରିକ ହେବେ, ସେ ସମସ୍ତଙ୍କ ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରୁଅଛି। ଆଉ ବିଶେଷ କରି ଯେଉଁମାନେ ଏହି ପର୍ବ ପାଳନ କରିବା ପାଇଁ ଚାହିଁଥିଲେ କିନ୍ତୁ ଆଜି ସେମାନେ ଆମ ଗହଣରେ ନାହାନ୍ତି, ଈଶ୍ୱର ସେମାନଙ୍କୁ ଡାକି ନେଇଛନ୍ତି, ସେମାନଙ୍କର ଅମର ଆତ୍ମାର ଶାନ୍ତି ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରେ। ଆସନ୍ତୁ ଏହି ଦିବ୍ୟଯଜ୍ଞ ଯୋଗ୍ୟ ଭାବେ ଅର୍ପଣ କରିବା ନିମନ୍ତେ ଆମେ କରିଥିବା ସମସ୍ତ ପାପ ଲାଗି ଅନୁତପ୍ତ ହୋଇ ପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା। सर्वशक्तिमान
Kita baca kaca mata